ଅହଙ୍କାର ହାରିଲା, ଭଲ ପାଇବା ଜିତିଲା। କୋର୍ଟରେ ଚିରିଦେଲେ ଛାଡ଼ପତ୍ର କାଗଜ। ରାଗ ଭୁଲି ପୁଣି ଏକାଠି ହେଲେ ସୌରଭ, ଶିଖା। ଦିଲ୍ଲୀର ଏକ ପରିବାର ଅଦାଲତ। ଚାରିଆଡ଼େ ଓକିଲଙ୍କ ଭିଡ଼, କାଗଜପତ୍ର ଗଦା ଏବଂ ନିଜ ସମ୍ପର୍କକୁ ଶେଷ କରିବାକୁ ଅପେକ୍ଷା କରିଥିବା ଅନେକ ଦମ୍ପତି। ସେହି ଭିଡ଼ ଭିତରେ ଠିଆ ହୋଇଥିଲେ ଶିଖା ସିଂ ଏବଂ ସୌରଭ। ସେମାନଙ୍କ ହାତରେ ଥିଲା ଛାଡ଼ପତ୍ର କାଗଜ, ଯାହା ତାଙ୍କର 4 ବର୍ଷର ବୈବାହିକ ସମ୍ପର୍କକୁ ଆଇନଗତ ଭାବେ ଶେଷ କରିଦେଇଥାନ୍ତା। କିନ୍ତୁ କିଛି ମୁହୂର୍ତ୍ତ ମଧ୍ୟରେ ସେଠାରେ ଏମିତି କିଛି ଘଟିଲା, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଶିଖା ହଠାତ୍ ନିଜ ହାତରେ ଥିବା ଛାଡ଼ପତ୍ର କାଗଜପତ୍ରକୁ ଚିରି ଫିଙ୍ଗିଦେଲେ ଏବଂ କାନ୍ଦି କାନ୍ଦି ନିଜ ସ୍ୱାମୀ ସୌରଭକୁ କୁଣ୍ଢେଇ ପକାଇଲେ। ଏହି ସତସତିକା କାହାଣୀ ଆରମ୍ଭ ହୋଇଥିଲା 2020 ମସିହାରେ, ଯେତେବେଳେ ଶିଖା ଏବଂ ସୌରଭ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, 7 ଜନ୍ମ ପାଇଁ ସାଥୀ ହୋଇଥିଲେ। ଆରମ୍ଭରୁ ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ଧୀରେ ଧୀରେ ଛୋଟ ଛୋଟ କଥାକୁ ନେଇ ବିବାଦ ଏତେ ବଢ଼ିଲା ଯେ ଉଭୟଙ୍କ ମଧ୍ୟରେ ତିକ୍ତତା ସୀମା ପାର କଲା। ରାଗ ଏବଂ ଅହଙ୍କାର ବଶତଃ ଶିଖା ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା ମାମଲା ଦାୟର କଲେ। ଏହି ଆଇନଗତ ଲଢ଼େଇ କେବଳ 2 ଜଣଙ୍କୁ ଅଲଗା କଲାନି, ବରଂ ଶିଖାଙ୍କ ବାପାଙ୍କ ଜୀବନ ସଞ୍ଚୟର ସମସ୍ତ ଜମାପୁଞ୍ଜିକୁ ଶେଷ କରିଦେଲା। କୋର୍ଟ କଚେରୀର ଚକ୍କର ଏବଂ ଆର୍ଥିକ ଅଭାବ ଶିଖାଙ୍କ ବାପାଙ୍କ ଉପରେ ଗଭୀର ମାନସିକ ଚାପ ପକାଇଲା, ଯାହାଦ୍ୱାରା ସେ ଗୁରୁତର ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଗଲା, ଯେଉଁଠାରେ ତାଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଲା। ଏହି ଖବର ଯେତେବେଳେ ସୌରଭଙ୍କ ପାଖରେ ପହଞ୍ଚିଲା, ସେ ସବୁ ପୁରୁଣା ବିବାଦ ଏବଂ ତିକ୍ତତାକୁ ଭୁଲିଗଲେ। ଆଉ ଜଣେ ପୁଅ ଭାବେ ସେ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ ଏବଂ ନିଜ ଶ୍ୱଶୁରଙ୍କୁ ଗୁରୁଗ୍ରାମର ଏକ ବଡ଼ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କଲେ। ସୌରଭ ନିଜର ସମସ୍ତ ସମ୍ବଳ ଲଗାଇ ତାଙ୍କର ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କଲେ। ସୌରଭଙ୍କ ଏହି ମହାନତା ଏବଂ ନିଃସ୍ୱାର୍ଥପର ସେବା ଶିଖାଙ୍କ ଆଖି ଖୋଲିଦେଲା। ସେ ଅନୁଭବ କଲେ ଯେ ଯେଉଁ ମଣିଷ ବିପଦ ସମୟରେ ତାଙ୍କ ପରିବାର ସହ ଠିଆ ହୋଇଛି, ସେ କେବେ ବି ଖରାପ ହୋଇନପାରେ। ସମୟ ବିତିଲା, ବାପା ସୁସ୍ଥ ହୋଇ ଘରକୁ ଫେରିଲେ। ପରବର୍ତ୍ତୀ ଶୁଣାଣି ଦିନ ଯେତେବେଳେ ଦୁହେଁ କୋର୍ଟରେ ପହଞ୍ଚିଲେ, ଶିଖାଙ୍କ ମନରେ ଆଉ ଘୃଣା ନଥିଲା, ଥିଲା କେବଳ ଅନୁଶୋଚନା ଏବଂ ଭଲ ପାଇବା। ଶିଖାଙ୍କର ସେହି ଆଲିଙ୍ଗନ କେବଳ ଏକ ସାଧାରଣ ଘଟଣା ନଥିଲା, ବରଂ ଏହା ଥିଲା ଏକ ନୂଆ ଆରମ୍ଭର ସଂକେତ। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ କ୍ରୋଧ ଏବଂ ଅହଙ୍କାରରେ ନିଆଯାଇଥିବା ନିଷ୍ପତ୍ତି ସବୁବେଳେ ଦୁଃଖ ଦିଏ। ଛାଡ଼ପତ୍ର ପରି ଚରମ ନିଷ୍ପତ୍ତି ନେବା ପୂର୍ବରୁ ପରସ୍ପରକୁ ବୁଝିବା ଏବଂ କ୍ଷମା କରିବାର ମନୋବୃତ୍ତି ରଖିବା ନିହାତି ଜରୁରୀ। ସମ୍ପର୍କ ଭାଙ୍ଗିବା ସହଜ, କିନ୍ତୁ ତାକୁ ଗଢ଼ିବା ପାଇଁ ତ୍ୟାଗ ଏବଂ ବିଶ୍ୱାସର ଆବଶ୍ୟକତା ପଡ଼ିଥାଏ। ସୌରଭ ଏବଂ ଶିଖାଙ୍କର ଏହି ମିଳନ ଆଜି ସମାଜ ପାଇଁ ଏକ ବଡ଼ ଉଦାହରଣ। ବ୍ୟୁରୋ ରିପୋର୍ଟ, କନକ ଡିଜିଟାଲ।